ଭାରତ ସରକାରଙ୍କ ଦ୍ୱାରା ଯେଉଁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆମେ ଗତକାଲି ଆମେ ଷ୍ଟାଣ୍ଡି ଏବଂ ସେଲ୍ଫି ପଏଣ୍ଟ ଆମେ ଆମ ଯେଉଁ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆମେ ସ୍ଥାପନ କରିଛୁ ଏବଂ 14 ତାରିଖ ଦିନ ଆମର ଗୋଟେ ତିରଙ୍ଗା ର୍ୟାଲି ହେବ। ସେଠିରେ ଆମେ ପ୍ରାୟ 1000 ଲୋକଙ୍କର ସମାଗମ ହେବ ଏବଂ ଏହା ଆମେ ଆର୍ବି ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା କରିବା ଏବଂ ଅଗଷ୍ଟ 15 ତାରିଖ ଦିନ ଆମର ଯେଉଁ ସବ୍ ଡିଭିଜନାଲ ସ୍ତରୀୟ ସ୍ୱାଧୀନତା ପ୍ୟାରେଡ୍ ଉତ୍ସବ ପାଳନ କରାଯିବ ଏବଂ ସେଠି ଆମେ ଆମର ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଯେଉଁ ଦୟାଦ ରହିଛନ୍ତି ତାଙ୍କୁ ଆମେ ସେଠି ସମ୍ବର୍ଦ୍ଧନା କରିବୁ ଏବଂ ସେଠି ସେଲ୍ଫି ପଏଣ୍ଟ ରଖାଯିବ ଏବଂ ଯେଉଁ ଆମର ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁ ମାନେ ଆମର ଏଇ ଅଞ୍ଚଳରେ ଦେଶ ପାଇଁ ବଳିଦାନ ଦେଇଛନ୍ତି ତାଙ୍କର ଫଟୋ ଚିତ୍ର ମଧ୍ୟ ଆମେ ସେଠି ପ୍ରଦର୍ଶନ କରିବୁ ଏବଂ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କୁ ଆମେ ଏହି ଅବସରରେ ଯେଉଁ ପ୍ରତିଯୋଗିତା କରିଥିଲୁ ତାଙ୍କୁ ଆମେ ପୁରସ୍କୃତ କରିବୁ।